ବଡ଼ ଦେଉଳ ଶ୍ରୀମନ୍ଦିର ଓଡ଼ିଶାର ପୁରୀ ସହରର ମଧ୍ୟ ଭାଗରେ ଅବସ୍ଥିତ ଆମ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ସୁନ୍ଦର ମନ୍ଦିର। ଶ୍ରୀକ୍ଷେତ୍ର ଧାମ ରୂପେ ପରିଚିତ ଏହି ସୁନ୍ଦର ମନ୍ଦିରର ଅନେକ ରହସ୍ୟ ରହିଛି। ଶ୍ରୀମନ୍ଦିରକୁ ନେଇ ଅନେକ ରୋଚକ କଥା ରହିଛି, ଯାହା ପ୍ରତିଥର ଶୁଣିଲେ ନୂଆ ନୂଆ ଲାଗେ। ଚାଲନ୍ତୁ ଜାଣିବା ଏହା ସମ୍ପର୍କରେ। ଆମ ଶ୍ରୀମନ୍ଦିରର 22 ପାହାଚର କ'ଣ ବିଶେଷତ୍ୱ ରହିଛି ସେ ବିଷୟରେ ମଧ୍ୟ ମୁଁ ଆଜି ଆପଣଙ୍କୁ ଜଣାଇବି। ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ଶ୍ରୀମନ୍ଦିରକୁ ନେଇଥିବା ରୋଚକ କଥା ବିଷୟରେ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି, ତାହେଲେ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। ଓଡ଼ିଶାର ସଂସ୍କୃତି ଏବଂ ଜୀବନଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି ବା ଭୂମିକା ରହିଛି। କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ ଦକ୍ଷିଣ ମାନେ ଅଗ୍ନିକୋଣରେ ରହିଥିବା ଭାରତ ଏବଂ ଭାରତର ଅଗ୍ନିକୋଣରେ ରହିଥିବା ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ ଧାମ ଆଉ ପୁରୀରେ ରହିଛି ମହାପ୍ରଭୁଙ୍କର ଏହି ସୁନ୍ଦର ମନ୍ଦିର, ଯାହାକି ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସ ଖଣ୍ଡଶାଳ ରୀତିରେ ନିର୍ମିତ କରାଯାଇଛି। ଆଉ ଏହି ବଡ଼ ଦେଉଳର ଅଗ୍ନିକୋଣରେ ରୋଷଶାଳା ନିର୍ମିତ ହେଉଛି, ଯେଉଁଠାରେ ପ୍ରତିଦିନ ମହାପ୍ରଭୁଙ୍କ ପାଇଁ 60 ପଉଟି 56 ଭୋଗ ତିଆରି ହୁଏ। ଏଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ୱଳିତ ହୋଇଥାଏ, ଏହା କେବେ ବି ଲିଭେ ନାହିଁ। ଏହା ସମୁଦ୍ର ପାଖରେ ଥିଲେ ବି ଏଠାରେ ଥିବା କୂଅ ପାଣି ଲୁଣିଆ ଲାଗେ ନାହିଁ, ବରଂ ମଧୁର ଲାଗେ। 1975 ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି। ଚାଲନ୍ତୁ ଜାଣିବା ଏହାର ଇତିହାସ ସମ୍ପର୍କରେ। ଦ୍ୱାଦଶ ଶତାବ୍ଦୀରେ ଗଙ୍ଗବଂଶର ରାଜା ଅନଙ୍ଗ ବର୍ମା ଚୋଡ଼ଗଙ୍ଗ ଦେବ ବର୍ତ୍ତମାନ ବଡ଼ଦାଣ୍ଡ ପତ୍ତନ ଠାରୁ 214 ଫୁଟ 8 ଇଞ୍ଚର ଉଚ୍ଚତା ବିଶିଷ୍ଟ ଶ୍ରୀମନ୍ଦିର କାର୍ଯ୍ୟକୁ ଆରମ୍ଭ କରିଥିଲେ ଓ ଅନଙ୍ଗ ଭୀମଦେବ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଶ୍ରୀବିଗ୍ରହମାନଙ୍କୁ ଅଧିଷ୍ଠିତ କରାଇଥିଲେ। ଏହା 10 ଏକର ଆୟତନ ବିଶିଷ୍ଟ ଜମି ଉପରେ ଅବସ୍ଥିତ। 1452 ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ମେଘନାଦ ପାଚେରୀର ନିର୍ମାଣ କରାଇଥିଲେ। ଏହାର ଦୈର୍ଘ୍ୟ 665 ଫୁଟ ଓ ପ୍ରସ୍ଥ 640 ଫୁଟ, ଉଚ୍ଚତା 22 ଫୁଟ ଓ ସ୍ଥାନେ ସ୍ଥାନେ 20ରୁ 24 ଫୁଟ ଉଚ୍ଚତା ମଧ୍ୟ ରହିଥିବାର ଦେଖାଯାଇଛି। ମେଘନାଦ ପାଚେରୀ ପରେ କୁର୍ମ ବେଢ଼ାର ଦୈର୍ଘ୍ୟ 420 ଫୁଟ ରହିଛି, ସେହିପରି 350 ଫୁଟ ପ୍ରସ୍ଥ ରହିଛି ଏବଂ 20 ଫୁଟ ଉଚ୍ଚତାରେ ଏହା ନିର୍ମିତ ହୋଇଛି। ଶ୍ରୀମନ୍ଦିରର ଶୋଭା ନୀଳଚକ୍ର ବୃଦ୍ଧି କରିଥାଏ। ଏହା ଉପରେ ପତିତ ପାବନ ବାନାକୁ ଦେଖିଲେ ଅଗଣିତ ଭକ୍ତଙ୍କର ପାପ ନାଶ ହୋଇଯାଏ। ଏବେ ଜାଣିବା ଏହି ବଡ଼ ଦେଉଳରେ ଥିବା 22 ପାହାଚର କ'ଣ ବିଶେଷତ୍ୱ ରହିଛି। ସିଂହଦ୍ୱାର ପଟେ ପ୍ରବେଶ କରିଲେ ଏହି 22 ପାହାଚ ଦେଇ ସମସ୍ତେ ମହାପ୍ରଭୁଙ୍କର ଦର୍ଶନ କରିଥାନ୍ତି। ଏହାର ଅତିକ୍ରମ ବିନା ପ୍ରଭୁଙ୍କର ଦର୍ଶନ ସମ୍ଭବ ନୁହେଁ। କିନ୍ତୁ ଏହାର କ'ଣ ବିଶେଷତ୍ୱ ରହିଛି? ପ୍ରକୃତରେ ଏହାକୁ ନେଇ ଆମ ଲୋକମାନେ ଅନେକ ବିଶ୍ୱାସ ରଖିଥାନ୍ତି। ଜଗନ୍ନାଥ ମନ୍ଦିର ବାହାର ସିଂହଦ୍ୱାର ଠାରୁ କୁର୍ମ ବେଢ଼ା ଆରମ୍ଭ ପର୍ଯ୍ୟନ୍ତ ପାହାଚ ଶ୍ରେଣୀକୁ 22 ପାହାଚ କୁହାଯାଏ। 22 ପାହାଚ ପରେ ଭିତର ସିଂହଦ୍ୱାର ଦେଇ ଭିତର ବେଢ଼ାକୁ ଯିବାକୁ ପଡ଼ିଥାଏ। ଏବେ ଜାଣିବା ଏହି 22 ପାହାଚର ଇତିହାସ କ'ଣ ରହିଛି। ବଉଳମାଳା ମାଙ୍କଡ଼ା ପଥରରେ ତିଆରି 22 ପାହାଚର ନିର୍ମାଣ ସମ୍ପର୍କରେ ଏକ କିମ୍ବଦନ୍ତୀ ପ୍ରଚଳିତ ହୋଇ ରହିଛି। କିମ୍ବଦନ୍ତୀ ମତେ ନିଃସନ୍ତାନ ରାଜା ଭାନୁଦେବ ଜମ୍ବେଶ୍ୱରଙ୍କୁ ଆରାଧନା କରି ପୁତ୍ର ସନ୍ତାନଟିଏ ଲାଭ କଲେ। ଜାତକରୁ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ମାତ୍ର 22 ବର୍ଷ। ଏହା ଜାଣିପାରି ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ୱରଙ୍କୁ ଆରାଧନା କଲେ। ଜମ୍ବେଶ୍ୱର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ଥିବା 22 ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ। ରାଜା 22 ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି 22 ପାହାଚରେ ଗଡ଼ାଇ ଦେଲେ। ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାଙ୍କର ଆୟୁଷ ବୃଦ୍ଧି ପାଇଁ 22 ପାହାଚରେ ଗଡ଼ାଇଥାନ୍ତି। ଆପଣଙ୍କ ଭିତରୁ ଅନେକ ଜଣ ଏହି ଦୃଶ୍ୟକୁ ଦେଖିଥିବେ। ଆଉ ଏହା କରିବା ପଛରେ ଏହି ଧାର୍ମିକ ମାନ୍ୟତା ହିଁ ରହିଛି। 22 ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ମଧ୍ୟ ଦିଆଯାଏ। ଭକ୍ତମାନେ ବର୍ଷ ତମାମ 22 ପାହାଚ ବାଟ ଦେଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଶ୍ରୀଜୀଉମାନେ ଶ୍ରୀମନ୍ଦିର ରତ୍ନ ସିଂହାସନ ଛାଡ଼ି 22 ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ରଥକୁ ଆସିଥାନ୍ତି। ଏବେ ଜାଣିବା ଏହି 22 ପାହାଚକୁ ନେଇଥିବା ତତ୍ତ୍ୱ
ଏବଂ ବିଭିନ୍ନ ମତ କ'ଣ? ଜଗନ୍ନାଥଙ୍କ ଦର୍ଶନ କରିବାକୁ ହେଲେ 22 ପାହାଚ ଅତିକ୍ରମ କରି ଯିବାକୁ ପଡ଼େ। ତେଣୁ ଏହି 22 ପାହାଚ ହେଉଛି ତତ୍ତ୍ୱମୟ ଓ ପବିତ୍ରମୟ। ବିଶ୍ୱାସ ଅଛି ଯେ ପ୍ରତ୍ୟେକ ମଣିଷ 22 ପ୍ରକାର ପାପରୁ ମୋକ୍ଷ ନିମନ୍ତେ 22 ପାହାଚ ଅତିକ୍ରମ କରିବା ଆବଶ୍ୟକ। ଏହି 22 ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ 22ଟି ସ୍ତରର ପ୍ରତୀକ। 22 ପାହାଚରେ ରହିଛି ଯମଶିଳା। ଏହି ଯମଶିଳାକୁ ନେଇ ଅନେକ ମାନ୍ୟତା ରହିଛି। ଯଦି ଆପଣ ଜାଣିନାହାନ୍ତି ଏହା 22 ପାହାଚର କେଉଁଠି ଅଛି, 22 ପାହାଚରେ ରହିଛି ଯମଶିଳା। ଆଉ ଏହି ଯମଶିଳାକୁ ନେଇ ଅନେକ ବିଶ୍ୱାସ ରହିଛି। କିଛି ଜଣ ଏହି ଯମଶିଳା ବିଷୟରେ ଜାଣିନଥାନ୍ତି। ଆଜି ମୁଁ ଏହା ବିଷୟରେ ବି ଆପଣଙ୍କୁ କହିବି। ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ବିଶ୍ୱାସ ରହିଛି। 22 ପାହାଚର ତାତ୍ତ୍ୱିକ ମାହାତ୍ମ୍ୟ ଉପରେ ଅନେକ ବିଶ୍ୱାସ ପ୍ରଚଳିତ ହୋଇଛି। ଯେମିତିକି କେତେକଙ୍କ ମତରେ 10 ଅବତାରର ଗୋଡ଼ ସଂଖ୍ୟା ମିଶି 22 ହୋଇଥିବାରୁ ସେହି ଅନୁସାରେ ଏହି 22 ପାହାଚ ତିଆରି ହୋଇଛି। ଦ୍ୱିତୀୟତଃ ପରମବ୍ରହ୍ମ ହିରଣ୍ୟଗର୍ଭରେ ପଦ୍ମାସନରେ ଥାନ୍ତି। ଏହି ରତ୍ନବେଦୀ ନିକଟକୁ ଯିବାକୁ ହେଲେ ଅଷ୍ଟ ବୈକୁଣ୍ଠ ଓ 14 ଭୁବନ ଦେଇ ଯିବାକୁ ହୁଏ। ଅଷ୍ଟ ବୈକୁଣ୍ଠ ଯଥା ଶ୍ରୀ ବୈକୁଣ୍ଠ, କୈବଲ୍ୟ ବୈକୁଣ୍ଠ, କାରଣାର୍ଣ୍ଣବ ବୈକୁଣ୍ଠ, ଶେଷସାଇ ବୈକୁଣ୍ଠ, ଶ୍ୱେତଦୀପ ବୈକୁଣ୍ଠ, ପରବେଶ୍ୟାମ ବୈକୁଣ୍ଠ, ଗୈଭୋଦକ ସାଇ ବୈକୁଣ୍ଠ ଓ କୈଳାସ ବୈକୁଣ୍ଠ। ଏହି ଅଷ୍ଟ ବୈକୁଣ୍ଠ ନିମ୍ନରେ 14 ଭୁବନ ବିଦ୍ୟମାନ। 14 ଭୁବନ ମଧ୍ୟରେ ସପ୍ତ ଭୁବନ ମର୍ତ୍ତ୍ୟରେ ଓ ସପ୍ତ ଭୁବନ ପାତାଳରେ। ଭୂପା, ଭୁବ, ସ୍ୱା, ମହ, ଜନ, ତପ ଓ ସତ୍ୟ ଏବଂ ସପ୍ତ ପାତାଳ ହେଉଛି ଅତଳ, ସ୍ୱତଳ, ବିତଳ, ତଳାତଳ, ମହିତଳ, ରସାତଳ ଓ ପାତାଳ। ତେଣୁ ଅଷ୍ଟ ବୈକୁଣ୍ଠ ଓ 14 ଭୁବନ ମିଶି 22, ଯାହାକି 22 ପାହାଚର ପ୍ରତୀକ ରୂପେ ସୂଚିତ ହୋଇଛି। ସେହିପରି ଭାଗବତ ହେଉଛି ଜଗନ୍ନାଥଙ୍କ ହୃଦୟର ଭାଷା ସ୍ୱରୂପ। ଏହା 12 ଖଣ୍ଡ ସହିତ ବାସୁଦେବ, ନୃସିଂହ, ରାମକୃଷ୍ଣ, ନାରାୟଣ, ଗୋବିନ୍ଦ, ମାଧବ, ମଦନ ମୋହନ, ଶ୍ରୀଦେବୀ, ଭୂଦେବୀ, କମଳା ଓ ଭୁବନେଶ୍ୱରୀ 12 ଖଣ୍ଡ ଭାଗବତ ଓ 10 ଦେବାଦେବୀ ମିଶି 22 ସଂଖ୍ୟା ହୋଇଛି। ତେଣୁ ଯାହାକି 22 ପାହାଚର ପ୍ରତିଫଳନ ବୋଲି କୁହାଯାଉଛି। ସେହିପରି ପଞ୍ଚମାତ୍ରା, ପଞ୍ଚଭୂତ, ପଞ୍ଚବୀଜ, ପଞ୍ଚଦେବଙ୍କ ସହିତ ଜୀବ ଓ ପରମ ଦୁଇ ମିଶି 22। ଅନ୍ୟ କେତେକଙ୍କ ମତରେ 22ଟି ତୀର୍ଥଭୂମିର ସ୍ୱରୂପ ହେଉଛି ଏହି 22 ପାହାଚ। ସେହିପରି ପଞ୍ଚରସ, ଅଷ୍ଟାତାଳ୍ପିକ ଭାବ, ତ୍ରିବୀଜ, ତ୍ରିଶକ୍ତି, ତ୍ରିଗୁଣର ସମାହାର ହେଉଛି ଏହି 22 ପାହାଚ। ଏବେ ଜାଣିବା ଏହି 22 ପାହାଚରେ ଥିବା କଳା ପଥର ମାନେ ଯମଶିଳା କ'ଣ? ଶ୍ରୀମନ୍ଦିରର ପୂର୍ବ ପଟରେ ଏହି 22 ପାହାଚ ରହିଛି। ସିଂହଦ୍ୱାର ପଟେ ଗଲେ ଆପଣ ଏହି 22 ପାହାଚ ଅତିକ୍ରମ କରି ପ୍ରଭୁଙ୍କ ପାଖକୁ ଯାଉଥିବେ। ଏହି 22ଟି ପାହାଚ ଆମର 22ଟି ଅପକର୍ମକୁ ନଷ୍ଟ କରିଥାଏ। ସେହି ମଧ୍ୟରେ ଏକ କଳା ପଥର ପଡ଼ିଥାଏ। ଆଉ ଲୋକମାନେ ଭାବୁଥାନ୍ତି ଏହି ପଥରକୁ ଗଲାବେଳେ ମାଡ଼ିକି ଯିବେ ନା ଆସିଲା ବେଳେ ମାଡ଼ିକି ଆସିବେ। ଅନେକ ଜଣ ତ ଏହି ପଥର ବିଷୟରେ ଜାଣିନଥାନ୍ତି, ଏହି ପଥରର ନାଁ ହିଁ ଜାଣିନଥାନ୍ତି। କିନ୍ତୁ ଏହି କଳା ପଥରର ନାମ ହେଉଛି ଯମଶିଳା। ଏଭଳି ଭାବରେ 4ଟି ଶିଳା ଏହି ଶ୍ରୀମନ୍ଦିରରେ ରହିଛି। ସେହି 4ଟି ହେଉଛି କୈବଲ୍ୟଶିଳା, ମୁକ୍ତିଶିଳା, ପିତୃଶିଳା ଏବଂ ଯମଶିଳା। ସେହି ଯମଶିଳା ହେଉଛନ୍ତି ଆପଣ ଯେତେବେଳେ ସିଂହଦ୍ୱାର ବ୍ରୁମଟ ଭିତରକୁ ପ୍ରବେଶ କରିବେ, ଯେତେବେଳେ ପ୍ରଥମେ ପତିତପାବନ ଦର୍ଶନ କରିବେ, ସେହିଭଳି 22 ପାହାଚ ଚଢ଼ିବା ଭିତରେ ଏକ ବନ୍ଧ ଆସିବ। ସିଂହଦ୍ୱାର ବ୍ରୁମଟକୁ ଯିବା ପାଇଁ ଏକ କଳା ପଥର ଅଛି। ସେହି ଶିଳାକୁ ଯମଶିଳା କୁହାଯାଏ। ଆଉ ଏହି ଶିଳାକୁ ମନ୍ଦିର ଭିତରକୁ ଗଲାବେଳେ ଶିଳା ଉପରେ ପାଦ ରଖି ପତିତପାବନକୁ ଚାହିଁ ବା ଧ୍ୱଜାକୁ ଚାହିଁଲେ ଆପଣଙ୍କର ସବୁ ପାପ ଦୂର ହୋଇଯାଇଥାଏ। ଜାଣି ରଖନ୍ତୁ ଯେ ମନ୍ଦିରରୁ ଫେରିବା ବେଳେ ଆପଣ ଏହି ପଥର ଉପରେ ଯେପରି ପାଦ ନ ରଖିବେ, କାରଣ ଏହା ଉପରେ ପାଦ ରଖିଲେ ଆପଣଙ୍କର ସମସ୍ତ ପାପ ଧୋଇ ହୋଇଯାଇଥାଏ। କିନ୍ତୁ ଆପଣ ଫେରିବା ସମୟରେ ଯଦି ଏହା ଉପରେ ପାଦ ରଖିବେ ପୁଣି ଥରେ ସବୁ ପାପର ଭାଗିଦାରୀ ହୋଇଯିବେ। ତେଣୁ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଆପଣ ଏହି ଶିଳାକୁ ପୁନର୍ବାର ସ୍ପର୍ଶ କରିବେ ନାହିଁ। ଆଉ ଏହି ପଥର ଉପରେ ପାଦ ରଖି ମହାପ୍ରଭୁଙ୍କୁ ସ୍ମରଣ କରିଲେ ପାପ କ୍ଷୟ ହୋଇଯାଇଥାଏ। ଆଉ ଏକ ମାନ୍ୟତା ରହିଛି ଯେ ରାକ୍ଷସ, ଭୂତ ଆଦି ଏହି ଯମଶିଳା ପାଇଁ ହିଁ 22 ପାହାଚ ଉପରକୁ ଉଠି ଯାଇପାରନ୍ତି ନାହିଁ। ଏହିପରି ଭାବରେ ବହୁତ ପ୍ରକାରର ଯମଶିଳାର ମାହାତ୍ମ୍ୟ ଅଛି, ଯାହା ସ୍କନ୍ଦ ପୁରାଣ ଏବଂ ନୀଳାଦ୍ରି ମହୋଦୟରେ ବର୍ଣ୍ଣନା କରାଯାଇଛି। ଏହି ଯମଶିଳାକୁ ଯିଏ ମୁଣ୍ଡିଆ ମାରି ଦର୍ଶନ କରିଥାଏ ସେ ଆଉ ଯମପୁରକୁ ଯାଇନଥାଏ। ଏହା ମଧ୍ୟ ଏକ ବଡ଼ ଦୃଢ଼ ବିଶ୍ୱାସ ରହିଛି। ଆଶା ଅଛି ଆମ ମହାପ୍ରଭୁଙ୍କର ଏହି ବଡ଼ ଦେଉଳକୁ ନେଇଥିବା ରୋଚକ କଥା ବିଷୟରେ ଜାଣି
ଆପଣଙ୍କୁ ଭଲ ଲାଗିଥିବ। ଯଦି ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି ତେବେ କମେଣ୍ଟ ମାଧ୍ୟମରେ ନିଜ ଫିଡ଼ବ୍ୟାକ୍ ମୋତେ ନିହାତି ଜଣାନ୍ତୁ। ଆମ ଧର୍ମ ସଂସ୍କୃତି ଆମ ମହାପ୍ରଭୁଙ୍କ ସହ ଜଡ଼ିତ ଏଭଳି ଅନେକ ରହସ୍ୟମୟ କଥା ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।